ନବୀନ ବାବୁ ତ ଭଲରେ କଥା କହିପାରୁନାହାନ୍ତି। ମୋହନ ବାବୁ ତ ଭଲ ଭାବରେ ଭାଷଣ ଦଉଛନ୍ତି, ସବୁ କଥା କହୁଛନ୍ତି। ମୋହନ ବାବୁକୁ ସର୍ବସାଧାରଣ ଦେଖା କରିପାରୁଛନ୍ତି, ଆଉ ନବୀନ ବାବୁ ତ କେହି ଦେଖା କରିପାରନ୍ତିନି। ତାଙ୍କର ନିଜସ୍ୱ ମନ୍ତ୍ରୀ ମାନେ ବି ଦେଖା କରିପାରନ୍ତିନି, ନିଜ MLA MP ବି ଦେଖା କରିପାରନ୍ତିନି। ତେଣୁ ସେ ଲୋକମାନଙ୍କ ସାଧାରଣ ଭାବରେ ମିଶୁଛନ୍ତି। ତେଣୁ ସରକାର ତ ଖୁବ କମ ସମୟ ହେଲା ଆସିଛି, ଜମା 4-5 ମାସ ହେଲା ଆସିଛି। ତେଣୁ ଆମକୁ ଅପେକ୍ଷା କରିବାକୁ ହବ। କିନ୍ତୁ ନବୀନ ବାବୁ ତ ସବୁବେଳେ ତାଙ୍କର ଯୋଉ ଅଫିସର ମାନଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ମୋହନ ବାବୁ ତ ନିଜେ ସବୁଆଡେ ଯାଇକି ନିଜେ ସବୁ କାମ ତଦାରଖ କରୁଛନ୍ତି। ତେଣୁ ମୋ ମତରେ ନବୀନ ବାବୁଠୁ ଯଥେଷ୍ଟ ଭଲ ମୋହନ ବାବୁ। ନବୀନ ବାବୁ ବାତ୍ୟାକୁ ଯୋଉ ଭାବରେ ଅଟକେଇ ଦିଅନ୍ତି, ଲୋକମାନେ କମ୍ପ୍ଲେନ କରୁଛନ୍ତି। ନବୀନ ବାବୁ ଏଇଟା ଗୋଟେ ହାସ୍ୟାସ୍ପଦ କଥା। ବାତ୍ୟାକୁ ଅଟକେଇ ଦେବେ, କିନ୍ତୁ ସିଏ ମନେକର ଯଦି ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତରିତ କରିଥିବେ, ସେଇଟା 10 ଲକ୍ଷର ପବ୍ଲିସିଟି ଇଏ କରିଦେବେ ମିଡିଆ। ହଁ, ତେଣୁ ବାତ୍ୟା ଆସିଲେ ବାତ୍ୟାକୁ ତ ଏଥର ମୋହନ ବାବୁ ଭଲ ଭାବରେ ମୁକାବିଲା କରିଥିଲେ। ପ୍ରସ୍ତୁତି ଭଲ ଭାବରେ ଥିଲା, କୌଣସି ଜିରୋ କାଜୁଆଲିଟି ହେଇଛି। ଏତେ ସୁନ୍ଦର କଥା ଆପଣ କହୁଛନ୍ତି, କିନ୍ତୁ ଏଇ କଥା ଗୁଡିକ ଯୋଉମାନେ ଅଛନ୍ତି ତାଙ୍କ ଦେହରେ ତ ଲାଗିଯିବ। ନାଇଁ, ଆମେ ବର୍ତ୍ତମାନ ଆମ ଓଡିଶାର ଜନସାଧାରଣ ଚାହୁଁଛୁ ଯେ ଓଡିଶାର ପ୍ରଗତି ହଉ। କିନ୍ତୁ ଏମାନେ 24 ବର୍ଷ କାଳ ଲୁଟ କରିକି ତାଙ୍କର ଅଫିସର ମାନେ ଖାଇଲେ। ନବୀନ ବାବୁ କେବଳ ଘରେ ଶୋଇଲେ, କୋଉ କଥା କିଛି ବୁଝିଲେନି। ଜଣଙ୍କ ଉପରେ ଦାୟିତ୍ୱ ଦେଇକି ଇଏ ନିଶ୍ଚିନ୍ତରେ ରହିଗଲେ, ଏବଂ ସିଏ ତାଙ୍କରି ଯୋଉ କୋଟରୀ ଗ୍ରୁପ ଅଛି ସେଇମାନେ ଓଡିଶାକୁ ଲୁଟ କଲେ। ଏବେ ଆମେ ଦେଖୁଛୁ ବିଭିନ୍ନ ଯେତେବେଳେ ଅଫିସର ମାନେ ଧରା ପଡୁଛି, ରେଡ୍ ହଉଛି, ତାଙ୍କର ବିଳାସପୂର୍ଣ୍ଣ ଘର, ବିଳାସପୂର୍ଣ୍ଣ ଗାଡି, ଏଗୁଡା ଦେଖିଲା ପରେ ମନ ଭିତରେ ସନ୍ଦେହ ଜାତ ହଉଛି ଯେ ଏମିତି କେତେ ଜଣ ଆହୁରି ଥିବେ। ବହୁତ ଅଛନ୍ତି। ଯୋଉ ନବୀନ ବାବୁ ଯୋଉ ମାନେ ପ୍ରଚାର କରୁଥିଲେ ଯେ ସେମାନଙ୍କର ଯୋଉ ଜିରୋ ଟଲରାନ୍ସ ଯୋଉ ଇଏ ପ୍ରତି କାହାର ଦୁର୍ନୀତି ପ୍ରତି, ସେଟା ସବୁ ଖାଲି ପ୍ରଚାର, ଡାହା ମିଛ। ଯଦି ହେଇଥାନ୍ତା ପିଅନ ମାନେ ସବୁ କୋଟିପତି ହେଇଥାନ୍ତେ, ଯଦି ଠିକରେ ତଦାରଖ କରାଯାଉଥାନ୍ତା। ମାନେ ଆପଣ କହୁଛନ୍ତି ବିଜେଡି ସମୟରେ ପିଅନ ମାନେ ସବୁ କୋଟିପତି ହେଇଛନ୍ତି। ହଁ, ବିଜେଡି ସରକାର ପିଅନ ମାନେ କୋଟି। ଆପଣ ଯାହା ମୁଣ୍ଡରେ ହାତ ମାରିବେ ସେ କୋଟିପତି।